ଯେଉଁ ସତ୍ୟ ଜ୍ୟୋତି ଜଗତକୁ ଆଲୋକ ପ୍ରଦାନ କରନ୍ତି ତାହାଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ଆମ ଚ୍ୟାନେଲ ସଲମନ ୟୁଟ୍ୟୁବ ଚ୍ୟାନେଲକୁ ଦେଖୁଥିବା ପ୍ରତ୍ୟେକ ବନ୍ଧୁମାନଙ୍କୁ ନମସ୍କାର। ମୁଁ ଆପଣମାନଙ୍କ ନିକଟକୁ ଆଜି ଏକ ଶାସ୍ତ୍ରାଂଶକୁ ନେଇକି ଆସିଅଛି। ଆପଣମାନେ ଭାବନ୍ତୁ ନାହିଁ ଯେ ମୁଁ ଅଲଗା ବିଷୟରୁ ଶିକ୍ଷା ଦିଏ, ତାହା ନୁହେଁ। ବାଇବଲର ହିଁ ପ୍ରତ୍ୟେକ ଲୋକମାନଙ୍କ ନିମନ୍ତେ ଶିକ୍ଷା ପ୍ରସ୍ତୁତ କରିଥାଏ। ଯେହେତୁ ମୋ ନିମନ୍ତେ ବାଇବଲ ବାକ୍ୟ ବହୁତ ବହୁମୂଲ୍ୟ ଅଟେ, ସେଥି ନିମନ୍ତେ ମୁଁ ଆପଣମାନଙ୍କୁ ମଧ୍ୟ ତାହା ଶ୍ରବଣ କରାଇବା ନିମନ୍ତେ ଚାହିଁଥାଏ। ଆପଣମାନେ ଭାବୁଥିବେ ବାଇବଲ ନା ଧରୁ ଧରୁ ଅନେକ ହିନ୍ଦୁ ଭାଇମାନେ ହଉ, ଆପଣମାନେ ଭାବୁଥିବେ ବାଇବଲ ଖ୍ରୀଷ୍ଟିଆନ ମାନଙ୍କର, ଏହା ଆମମାନେ ଜାଣିବା ଆବଶ୍ୟକତା ନାହିଁ, ଶୁଣିବା ମଧ୍ୟ ଆବଶ୍ୟକତା ନାହିଁ। କିନ୍ତୁ ଅନେକ ଖ୍ରୀଷ୍ଟିଆନ ଭାଇମାନେ ମଧ୍ୟ ଭାବିଥାନ୍ତି ବାଇବଲ କେବଳ ଆମମାନଙ୍କର ଆଉ ହିନ୍ଦୁ ଭାଇମାନଙ୍କର ନୁହଁ। ନାଇଁ ଭାଇ, ଏଇଟା ସମ୍ପୂର୍ଣ୍ଣ ଭୁଲ ଅଟେ। କାହିଁକି? ବାଇବଲ ପ୍ରତ୍ୟେକ ଲୋକମାନଙ୍କର ଆଲୋକତା ନିମନ୍ତେ ହିଁ ବାଇବଲ ପ୍ରସ୍ତୁତ କରାଯାଇଛି। କିଏ ପ୍ରସ୍ତୁତ କରିଛନ୍ତି? ସଦାପ୍ରଭୁ ପରମେଶ୍ୱର ବିଭିନ୍ନ ଭାବବାଦୀ ମାନଙ୍କ ଦ୍ୱାରା ଏହି ବାକ୍ୟ ଲେଖାଯାଇଅଛି। ହଁ ବନ୍ଧୁମାନେ, ବାଇବେଲ ଆମମାନଙ୍କୁ ଆଲୋକର ପଥରେ ଚାଲିବା ନିମନ୍ତେ ଶିକ୍ଷା ଦେଇଥାଏ, ଯାହାକି ପାପ କାର୍ଯ୍ୟରେ ଯାହାକି ଲିପ୍ତରେ ଆମମାନେ ରହୁଅଛୁ। ଆଉ ପ୍ରତ୍ୟେକ ଲୋକମାନେ ହିନ୍ଦୁ ନୁହନ୍ତି କିମ୍ବା ଖ୍ରୀଷ୍ଟିଆନ ନୁହନ୍ତି, ଯିଏ ବି ହେଇଥାଉ, ସମସ୍ତେ ଆଜ୍ଞା ପାପ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ସେ ସମସ୍ତ ପାପ କାର୍ଯ୍ୟ ସ୍ୱଭାବରୁ ଆପଣମାନଙ୍କୁ ଫେରିବା ନିମନ୍ତେ ହିଁ ଆମମାନଙ୍କର ଏହି ସୁସମାଚାର ବାଇବଲ ଆପଣମାନଙ୍କୁ ମୋତେ ମଧ୍ୟ କହିଥାଏ। ବାକ୍ୟରେ ଆମମାନେ ଦେଖୁଥିଲୁ କ'ଣ ଲେଖାଯାଏ ନା, ଯେ କୁକର୍ମ କରେ ସେ ଜ୍ୟୋତି ନିକଟକୁ ଆସିବ ନାହିଁ। କାହିଁକି? ସେ ଜ୍ୟୋତିକୁ ଘୃଣା କରିବ। ଜ୍ୟୋତି ଯଦି ଥିବ, ଆଲୋକ ଯଦି ଥିବ, ପାପ କାର୍ଯ୍ୟ କରିବା ନିମନ୍ତେ ତାହା ନିମନ୍ତେ ସୁବିଧା ହେବ ନାହିଁ। ସେଥି ନିମନ୍ତେ ସେ କ'ଣ କରିଥାଏ ନା, ସେ ଜ୍ୟୋତିକୁ ଘୃଣା କରିଥାଏ। କେତେବେଳେ ଏହି ଜ୍ୟୋତି ଲିଭିଯିବ, କେତେବେଳେ ସୂର୍ଯ୍ୟ କିରଣ ନିସ୍ତେଜ ହୋଇଯିବ, କେତେବେଳେ ରାତ୍ରି ହିଁ ପଳେଇ ଆସିବ, ଏହି ପ୍ରକାର କାର୍ଯ୍ୟକୁ ଆମମାନେ ଅପେକ୍ଷା କରିଥାଉ। କିନ୍ତୁ ପ୍ରିୟ ପ୍ରତ୍ୟେକ ଲୋକମାନେ, ବନ୍ଧୁମାନେ, ଆପଣମାନଙ୍କୁ ମୁଁ ଏବଂ ମୋତେ ମଧ୍ୟ ମୁଁ ଶିକ୍ଷା ଦେଉଅଛି, ଯାହାକି ବାଇବଲ ପଠନ କଲେ ଏହା ସମ୍ପୂର୍ଣ୍ଣ ମୋତେ ମଧ୍ୟ ଶିକ୍ଷା ଦେବାକୁ ସାହାଯ୍ୟ କରୁଅଛି। ଏହି ଜ୍ୟୋତି ହେଉଛନ୍ତି ସ୍ୱୟଂ ଈଶ୍ୱର। ସେ ନିଜ ପୁତ୍ରକୁ ମଧ୍ୟ ପ୍ରେରଣ କଲେ, ଆଉ ଯାହାକି ଆମମାନେ ତାହାଙ୍କୁ ମଧ୍ୟ ଜାଣିପାରୁଅଛୁ। କିନ୍ତୁ ତାହାଙ୍କର କାର୍ଯ୍ୟ ସମସ୍ତ ବିଷୟ ହେଉଛି ଆଲୋକ। ସେଥି ନିମନ୍ତେ ସେ ଆଲୋକର କାର୍ଯ୍ୟ କରିବା ନିମନ୍ତେ ଆପଣଙ୍କୁ ମୋତେ ମଧ୍ୟ କୁହନ୍ତି। କିନ୍ତୁ ଆମେମାନେ ତାହା ପାଳନ କରିନଥାଉ, ତାହାଙ୍କର ଆଜ୍ଞା ମାନିନଥାଉ। କୌଣସି କେହି ବି ଏହି ଜଗତରେ ତାହାଙ୍କର କାର୍ଯ୍ୟ କରିବା ନିମନ୍ତେ ମାନିନଥାନ୍ତି। କିନ୍ତୁ ଆପଣମାନେ ତ ଜାଣିଛନ୍ତି, ଆଉ ଅନ୍ଧକାରର କାର୍ଯ୍ୟ ବିନାଶ ନିଶ୍ଚିତ ହିଁ ହେବ। ଏହି ଜଗତରେ ଆପଣମାନେ ଥାଇକି ସମସ୍ତ ବିଷୟ ଭୋଗ କରିବେ। ସେଥି ନିମନ୍ତେ ବାଇବଲ ଆପଣଙ୍କୁ ଏବଂ ମୋତେ ମଧ୍ୟ ଶିକ୍ଷା ଦେଇଥାଏ। ଆମ୍ଭେମାନେ କ'ଣ କରିବାର ଅଛି ନା, ସମସ୍ତ କୁକର୍ମ କାର୍ଯ୍ୟରୁ ନିବୃତ୍ତ ହେଇ ଆଲୋକର କାର୍ଯ୍ୟ କରିବା ନିମନ୍ତେ ଯିବାର ଅଛି। ପ୍ରତ୍ୟେକ ବନ୍ଧୁମାନେ, ପ୍ରକୃତର ସତ କଥା, ସେଥି ନିମନ୍ତେ ମୁଁ ଆପଣ ସେ ଆଲୋକକୁ ଆମମାନେ ପସନ୍ଦ କରୁଅଛୁ ନା ଅନ୍ଧକାରର କୁକର୍ମକୁ ପସନ୍ଦ କରୁଅଛୁ? ଆପଣଙ୍କର ନିଷ୍ପତ୍ତି, ମୋର ମଧ୍ୟ ନିଷ୍ପତ୍ତି। ଯଦି ମୁଁ କୁକର୍ମରେ ଲିପ୍ତ ରହିଅଛି, କୁକର୍ମର କାର୍ଯ୍ୟ ଦିନେ ବି ନଷ୍ଟ ହେଇଯିବ। ଯଦି ମୁଁ ଆଲୋକର କାର୍ଯ୍ୟ ନିଷ୍ପତ୍ତି କରିଅଛି, ଆଲୋକର କାର୍ଯ୍ୟ ସ୍ଥାୟୀ ରହିବ। ସେଥି ନିମନ୍ତେ ପ୍ରିୟ ଦର୍ଶକ ବନ୍ଧୁମାନେ, ଆପଣମାନଙ୍କୁ ମୁଁ ମଧ୍ୟ କହିବାକୁ ଚାହିଁବି, ମୁଁ ମଧ୍ୟ ନିଜକୁ ସଚେତନ କରିବାକୁ ଚାହେଁ ଯେ ମୁଁ ଆଲୋକର କାର୍ଯ୍ୟ ଯେପରି ଆଗକୁ ବଢ଼ିପାରିବି। ତେଣୁ ଆପଣମାନେ ମଧ୍ୟ ଆମମାନେ ନିଷ୍ପତ୍ତି ନେବା, ଆଉ ସତ୍ୟ ଈଶ୍ୱର ଅଗମ୍ୟ ଜ୍ୟୋତି ନିବାସୀ ଜଗତ ତାହାଙ୍କୁ ଦେଖି ନାହିଁ କିମ୍ବା ତାହାଙ୍କୁ ଦେଖିପାରେ ନାହିଁ।
से ईश्वर निकटरे निजको समर्पण पूर्वक वाक्यर बाध्य होई आम माने चलिबा आ निज पाई आशीर्वाद आम माने रखिबा। अल्प शिक्षा उपरे प्रत्येक को प्रभु आशीर्वाद करंतु। आमेन।